ସୁରଭି କାର୍ଯ୍ୟକ୍ରମ 2025 ଆସନ୍ତା କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତାରେ ହେବାକୁ ଥିବା ଭାଷଣ ପ୍ରତିଯୋଗିତା ପାଇଁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପାଇଁ ଏକ ସୁନ୍ଦର ଭାଷଣଟିଏ। ପ୍ରସଙ୍ଗଟି ହେଉଛି ସମୃଦ୍ଧ ଓଡ଼ିଶା ଗଠନରେ ଧନ୍ଦାମୂଳକ ଓ ବୈଷୟିକ ଶିକ୍ଷା। ହ୍ୟାଲୋ ଷ୍ଟୁଡେଣ୍ଟ, ଗୁଡ୍ ମର୍ଣ୍ଣିଂ ଏଭ୍ରିୱାନ୍, ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ୍ସ ଖଗେଶ୍ୱର ରେସିପି ଆଣ୍ଡ ଏଜୁକେସନାଲ। ତ ଭିଡ଼ିଓଟି ଷ୍ଟାର୍ଟ କରିବା। ସମ୍ମାନନୀୟ ବିଚାରକ ମଣ୍ଡଳୀ, ପୂଜ୍ୟ ଗୁରୁଜୀ, ଗୁରୁମାବୃନ୍ଦ ଏବଂ ମୋର ପ୍ରତିଯୋଗୀ ସହପାଠୀ ଭାଇ ଓ ଭଉଣୀମାନେ, ଆଜି ଏହି ପବିତ୍ର ମଞ୍ଚରେ ମୋତେ ମୋ ମନର କିଛି ଭାବନା ଅଭିବ୍ୟକ୍ତ କରିବା ପାଇଁ ସୁଯୋଗ ଦେଇଥିବାରୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି। ଆଜିର ଭାଷଣର ବିଷୟ ହେଉଛି ସମୃଦ୍ଧ ଓଡ଼ିଶା ଗଠନରେ ଧନ୍ଦାମୂଳକ ଓ ବୈଷୟିକ ଶିକ୍ଷା। ଓଡ଼ିଶା ହେଉଛି ଏକ ଗୌରବମୟ ରାଜ୍ୟ। ଏଠି ରହିଛି ଅସୀମ ପ୍ରାକୃତିକ ସମ୍ପଦ, ଶିଳ୍ପ, ସଂସ୍କୃତି ଓ ଜ୍ଞାନର ଭଣ୍ଡାର। କିନ୍ତୁ ଏହି ସମ୍ପଦକୁ ଯଦି ସମୃଦ୍ଧିରେ ପରିଣତ କରିପାରିବା, ତାହେଲେ ଆମର ଯୁବମାନେ ଦକ୍ଷ ଓ ବୈଷୟିକ ଶିକ୍ଷିତ ହେବେ। ଆମେ ଅଧିକାଂଶ ସମୟ ମାତ୍ର ପାଠାଭ୍ୟାସକୁ ଗୁରୁତ୍ୱ ଦେଇଥାଉ, କିନ୍ତୁ ଆଜିର ଯୁଗ ଚାହୁଁଛି କାର୍ଯ୍ୟକୁଶଳ, ବିଚାରଶୀଳ ଓ ଉଦ୍ୟୋଗୀ ଯୁବପିଢ଼ି। ଏହି ଦକ୍ଷତା ଆସେ ଧନ୍ଦାମୂଳକ ଓ ବୈଷୟିକ ଶିକ୍ଷା ମାଧ୍ୟମରେ। ଧନ୍ଦାମୂଳକ ଶିକ୍ଷା ମାନେ ହେଉଛି ଯେଉଁ ଶିକ୍ଷା ଆମକୁ କାମ କରିବା ଶିଖାଏ, ନିଜ ଜୀବନକୁ ଗଢ଼ିବାର ଶକ୍ତି ଦିଏ। ଏହା ଆମକୁ ଚାକିରି ଖୋଜିବାକୁ ନୁହେଁ, ବରଂ ଚାକିରି ଦେବା ଲୋକ ହେବାକୁ ପ୍ରେରଣା ଦିଏ। ଏହା ହିଁ ଆତ୍ମନିର୍ଭର ଓଡ଼ିଶା ଗଠନର ପଥ। ବୈଷୟିକ ଶିକ୍ଷା ଆମକୁ ଜୀବନରେ ପ୍ରୟୋଗାତ୍ମକ ଜ୍ଞାନ ଦିଏ, ଯଥା କୃଷି, ଯାନ୍ତ୍ରିକ ବିଜ୍ଞାନ, ବିଦ୍ୟୁତ, ଟେକ୍ନୋଲୋଜି, ନର୍ସିଂ, ଟୁରିଜମ୍, ଫୁଡ୍ ପ୍ରୋସେସିଂ, ହ୍ୟାଣ୍ଡିକ୍ରାଫ୍ଟ ଇତ୍ୟାଦି କ୍ଷେତ୍ରରେ। ଯେତେବେଳେ ଆମ ଯୁବମାନେ ଏହି କ୍ଷେତ୍ରଗୁଡ଼ିକରେ ଦକ୍ଷ ହେବେ, ସେତେବେଳେ ଓଡ଼ିଶା ହେବ ଏକ ସ୍କିଲ୍ ଓ ଇଣ୍ଡଷ୍ଟ୍ରି ଭିତ୍ତିକ ରାଜ୍ୟ। ଏହି ପ୍ରକାର ଶିକ୍ଷା ଆମ ଜୀବନରେ ସମସ୍ୟା ସମାଧାନ କରିବା, ନୂଆ ଆବିଷ୍କାର କରିବା ଓ ସଂସ୍କାର ସମ୍ପନ୍ନ ଜୀବନ ଜୀବିତ କରିବା ଶିଖାଏ। ଏହି ଶିକ୍ଷା ଦ୍ୱାରା ଯୁବମାନେ ଆତ୍ମସମ୍ମାନିତ ଓ ଦେଶପ୍ରେମୀ ନାଗରିକ ହେବେ। ସମୃଦ୍ଧ ଓଡ଼ିଶା ଗଠନ ତେବେ ସମ୍ଭବ ଯେତେବେଳେ ଆମେ ସଭିଏ ଦକ୍ଷ ଓ ଦୃଢ଼ ସଂକଳ୍ପୀ ହେବା। ଆମେ ନିଜେ ଦକ୍ଷ ହେଲେ ଆମ ଗାଁ ଦକ୍ଷ ହେବ, ଗାଁ ଦକ୍ଷ ହେଲେ ଜିଲ୍ଲା ଦକ୍ଷ ହେବ ଓ ଜିଲ୍ଲା ଦକ୍ଷ ହେଲେ ଓଡ଼ିଶା ହେବ ସତେ ସମୃଦ୍ଧ ଓଡ଼ିଶା। ସମୃଦ୍ଧ ଓଡ଼ିଶା ଗଠନ ହେଉଛି ଆମ ସମସ୍ତଙ୍କର ସ୍ୱପ୍ନ। ଏହି ସ୍ୱପ୍ନ ସଫଳ ହେବ ଯେତେବେଳେ ପ୍ରତ୍ୟେକ ଯୁବକ ଓ ଯୁବତୀ ନିଜ କାମରେ ଦକ୍ଷ ହେବେ, ଆତ୍ମନିର୍ଭର ହେବେ ଓ ଦେଶପ୍ରେମରେ ଓତପ୍ରୋତ ହେବେ। ଯେପରି ଜ୍ଞାନ ହେଉଛି ଶକ୍ତି, ସେପରି ଦକ୍ଷତା ହେଉଛି ସମୃଦ୍ଧି। ତେଣୁ ଆସନ୍ତୁ ଆମେ ସମସ୍ତେ ଧନ୍ଦାମୂଳକ ଓ ବୈଷୟିକ ଶିକ୍ଷାକୁ ଗୁରୁତ୍ୱ ଦେଇ ଓଡ଼ିଶାକୁ ଏକ ଆଦର୍ଶ ରାଜ୍ୟ ଭାବେ ଗଢ଼ି ତୋଳିବାରେ ଅଗ୍ରସର ହେବା। ଧନ୍ୟବାଦ। ଜୟ ଓଡ଼ିଶା, ଜୟ ଭାରତ। ଆଜିର ଭିଡ଼ିଓଟି ଏତିକି। ଆଶା କରେ ଭିଡ଼ିଓଟି ତୁମମାନଙ୍କର ଉପଯୋଗରେ ଆସିବ। ନମସ୍କାର।